ମୁଁ ରାକେଶ କୁମାର ଜେନା କୋଅର୍ଡିନେଟର ଜଏଣ୍ଟ କୋର୍ଡିନେସନ୍ କମିଟି ଆଉ ପ୍ରେସିଡେଣ୍ଟ ଜଗନ୍ନାଥ ପୁନଃଶାସନ। ଆମେ ଯେଉଁ ଆନ୍ଦୋଳନ ଡାକରା ଦେଇଥିଲୁ ଯେଉଁ ଏଇ ଆମର ଧାଡ଼ିଭଙ୍ଗା ଆଇରନ୍ ଗାଡ଼ି ଗିଅର ଯୋଗୁଁ ଯେଉଁ ପ୍ରୋବ୍ଲେମ୍ ସବୁ ହେଉଥିଲା, ଯେଉଁ ସମସ୍ୟା ହେଉଥିଲା, ସାଧାରଣ ଲୋକଙ୍କର ବି ସମସ୍ୟା ଏଥିରେ ଜଡ଼ିତ, କେବଳ ଟ୍ରକ୍ ମାଲିକଙ୍କ ସମସ୍ୟା ନଥିଲା। ତେଣୁ ଉଭୟ ଜିନିଷକୁ ଦେଖିକି ଆମେ ଏ ଷ୍ଟ୍ରାଇକ୍ର ଡାକରା ଦେଇଥିଲୁ। ପ୍ରଶାସନକୁ ବାରମ୍ବାର କହିଲା ପରେ ପ୍ରଶାସନକୁ ଗୋଟେ କର୍ଣ୍ଣପାତ କରୁନଥିଲା, ଶୁଣୁନଥିଲା। କିନ୍ତୁ ଷ୍ଟ୍ରାଇକ୍ର ଡାକରା ଦେଲା ପରେ ପ୍ରଶାସନ ଆମକୁ ଡାକିଛି 17 ତାରିଖ ମିଟିଂ ପାଇଁ। 17 ତାରିଖ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆମେ ଷ୍ଟ୍ରାଇକ୍କୁ ସାମୟିକ ଭାବରେ ସ୍ଥଗିତ ରଖୁଛୁ। ସେଠି ଆଲୋଚନା ସୁଫଳ ଆଲୋଚନା ହୁଏ, ଏହାର ସ୍ଥାୟୀ ସମାଧାନ ବାଟ ବାହାରେ। ସେ ଆଲୋଚନା ପରେ ଯଦି ଆମର ଯେଉଁ ସମସ୍ୟା ଦୂରୀଭୂତ ହୁଏ ତାହେଲେ ଆମେ ଷ୍ଟ୍ରାଇକ୍କୁ ଆମେ 17 ତାରିଖ ଦିନ ସନ୍ଧ୍ୟା 5ଟା ବେଳେ ଜଏଣ୍ଟ କୋର୍ଡିନେସନ୍ କମିଟିର ମିଟିଂ ଡାକି ପ୍ରତ୍ୟାହାର କରିବୁ। ନଚେତ୍ ଯଦି ଆଲୋଚନା ବିଫଳ ହେଲା ତେଣୁ ଆମ ଷ୍ଟ୍ରାଇକ୍ ପୁଣି କଣ୍ଟିନ୍ୟୁ କରିବ, 17 ତାରିଖରୁ କଣ୍ଟିନ୍ୟୁ କରିବ ଏବଂ ତୀବ୍ରତର ହେବ। 17 ତାରିଖ ଦିନ ଆମର ପାରାଦୀପରେ ସର୍କିଟ୍ ହାଉସ୍ରେ ଦିନ 11ଟା ବେଳେ ମିଟିଂ ଡାକିଛନ୍ତି ADM, ଆଉ ସେଠାରେ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ନିଜେ ମନ୍ତ୍ରୀ ମହୋଦୟ ମଧ୍ୟ ଉପସ୍ଥିତ ରହିବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଏଇମାନେ ସବୁ ଉପସ୍ଥିତ ରହିବେ। ଆଶା କରୁଛୁ ଆର ସଫଳ ଆଲୋଚନା ସଫଳ ହେବ, ଆଉ ବିଫଳ ଆଶା କମ୍। କିନ୍ତୁ ଯଦି ବିଫଳ ଯଦି ଆମର ସ୍ଥାୟୀ ସମାଧାନ ବାଟ କିଛି ନ ବାହାରେ ତାପରେ ଆମେ ଆଗକୁ ଷ୍ଟ୍ରାଇକ୍ ଆହୁରି ତୀବ୍ରତର କରିବୁ। ଆମର ଦାବି ମୁଖ୍ୟତଃ ଥିଲା ଆଇରନ୍ର ଗାଡ଼ିଗୁଡ଼ିକ ଶୃଙ୍ଖଳିତ ଢଙ୍ଗରେ ଆସୁ, ଗୋଟେ ଧାଡ଼ିରେ ଆସୁ। ଆଜି କିଛି ନ୍ୟସ୍ତସ୍ୱାର୍ଥ ମାଲିକଙ୍କ ପାଇଁ ସାଧାରଣ ମାଲିକ ଟିକେ ହଇରାଣ ନ ହେଉ, ତାଙ୍କ ଗାଡ଼ି ଯେମିତି ଆସିବ ସେମିତି ସବୁ ଯାକ ଗୋଟେ ଧାଡ଼ିରେ ଆସିବେ। ଆଉ ଯେଉଁ ଭଳିଆ ପରିସ୍ଥିତି ହେଉଥିଲା ଆପଣ ଦେଖିଛନ୍ତି, ଯେଉଁ ଭଳିଆ ଜାମ୍ ହେଉଥିଲା, ଆଉ ସେଇଟା ବିଷୟରେ ତ ବହୁତ ଥର ମୁଁ କହିଛି, ଆଗରୁ ବାଡ଼ି ଦେଇଛି। କିନ୍ତୁ ସେ ଜିନିଷ ନ ହେଉ, ସମସ୍ତେ ଗୋଟେ ଧାଡ଼ିରେ ଆସନ୍ତୁ, ଶୃଙ୍ଖଳିତ ଭାବରେ ଗାଡ଼ି ଆସୁ। ଭଡ଼ା ବୃଦ୍ଧି ଆମ ପାଖରେ ଗୋଟେ ଅଛି ଯେ ମାନ୍ୟବର କୋର୍ଟ ଡାଇରେକ୍ସନ୍ ଦେଇଥିଲେ, ଏଟାକୁ ରେଟ୍ର ଗୋଟେ ଗଭର୍ଣ୍ଣମେଣ୍ଟର ଗୋଟେ ରେଟ୍ ଅଛି, ସେଟାକୁ ଦେଖିବା ପାଇଁ, ସେଟାକୁ ଗଭର୍ଣ୍ଣମେଣ୍ଟ ରେଟ୍ କରିବା ପାଇଁ, ଯେଉଁଟା ଆପ୍ରୁଭ୍ କରିବା ପାଇଁ। କିନ୍ତୁ ସେଇଟା ଏପର୍ଯ୍ୟନ୍ତ ହେଇନି। ସେଇଟା ବି ସେଦିନ ସେ ଆଲୋଚନା ସେ ମିଟିଂରେ ସେ ଉପସ୍ଥାପନ କରିବୁ। ସୁମନ୍ତ ବିଶ୍ୱାଳ, ଚେୟାରମ୍ୟାନ୍ ଜଏଣ୍ଟ କୋର୍ଡିନେସନ୍ କମିଟି ପାରାଦୀପ। ତେବେ ପାରାଦୀପରେ JCC ଅଣ୍ଡର ଯେଉଁ 3ଟି ଟ୍ରକ୍ ମାଲିକ ସଂଘ, ସେ ଟ୍ରକ୍ ମାଲିକ ସଂଘ ତଥା JCCର ନିଷ୍ପତ୍ତି ମୁତାବକ ଆସନ୍ତା 16 ତାରିଖରେ ଆମେ ଧର୍ମଘଟ ଡାକରା ଦେଇଥିଲୁ। ଏ ସମ୍ପର୍କରେ ସମସ୍ତଙ୍କୁ ପ୍ରଶାସନକୁ ଏବଂ ନୋଟିସ୍ କରିଥିଲୁ ଏବଂ ଆମର ଯେ ଏଠି ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ମାନ୍ୟବର ମନ୍ତ୍ରୀ ତାଙ୍କୁ ମଧ୍ୟ ଅନୁରୋଧ ପତ୍ର ଦେଇଥିଲୁ ଏଥିରେ ଇଣ୍ଟରଭିନ୍ କରି ସମସ୍ୟାର ସମାଧାନ କରିବା ପାଇଁ। ତେବେ ଆମେ ଗତକାଲି ADM ପାଖରୁ ଏକ ଚିଠି ହସ୍ତଗତ ହେଲା, ଯେଉଁଟା ପାଇଲୁ, ଯେଉଁଟା 17 ତାରିଖ ଦିନ 11ଟା ବେଳେ ସର୍କିଟ୍ ହାଉସ୍ଠାରେ ଏ ସମ୍ପର୍କ ଆଲୋଚନା ପାଇଁ ମିଟିଂ ଡାକିଛନ୍ତି ଏବଂ ଅନୁରୋଧ କରୁଛନ୍ତି ସେଠାରେ ଆମେ ସମସ୍ତେ ଯୋଗ ଦେବା ପାଇଁ। ଏହା ଛଡ଼ା ଆମର ମାନ୍ୟବର ମନ୍ତ୍ରୀ ବା ଆମର ପାରାଦୀପର ବିଧାୟକ ସେ ବି ନିଜେ ଉପସ୍ଥିତ ରହିବେ ବୋଲି ଆମକୁ ସ୍ୱୀକୃତି ଦେଇଛନ୍ତି ଏବଂ ଅନୁରୋଧ ମଧ୍ୟ କରିଛନ୍ତି ସ୍ଥଗିତ ରଖିବା ପାଇଁ ଆନ୍ଦୋଳନକୁ। ତେଣୁ ଆମେ ପ୍ରଶାସନ ଏବଂ ମନ୍ତ୍ରୀଙ୍କ କଥାକୁ ସମ୍ମାନ ଦେଇ ଆଜିର JCC ମିଟିଂରେ ନିଷ୍ପତ୍ତି ନେଲୁ ଯେ 16 ତାରିଖର ପ୍ରସ୍ତାବିତ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବୁ ଏବଂ 17 ତାରିଖ ଆଲୋଚନା ପରେ 17 ତାରିଖ 4ଟା ବେଳେ ଅପରାହ୍ନ 4ଟା ବେଳେ ଆମ JCCର ବୈଠକ ରହିଛି। ଉକ୍ତ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇ ଆମେ ଆପଣଙ୍କୁ ଜଣାଇବୁ। ଯଦି କିଛି ନିର୍ଯାତନା ହୁଏ ସେଇଟା ଆମେ ସେଇଦିନ ହିଁ ବୈଠକର ନିଷ୍ପତ୍ତି ପରେ ଆମେ ସେଇ 17 ତାରିଖ 4ଟା ବେଳେ ଯେଉଁ ବୈଠକ କରିବୁ ସେଇ ବୈଠକରେ ଆମେ ନିଷ୍ପତ୍ତି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଷ୍ପତ୍ତି ଗ୍ରହଣ କରିବୁ। ଆମେ ଆନ୍ଦୋଳନକୁ ପ୍ରତ୍ୟାହାର କରୁନାହୁଁ, ଆନ୍ଦୋଳନକୁ ସ୍ଥଗିତ ରଖିଛୁ ଏବଂ ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ହେବ କି ପୁଣି କାର୍ଯ୍ୟକାରୀ ହେବ ସେଇଟା ସେଇ 17 ତାରିଖ 4ଟା ସଭାରେ ଜଣାପଡ଼ିବ।